ପାଣିକୋଇଲି ସ୍ଥିତ ଏସ୍ପି ଅଫିସ୍ ଦ୍ୱାରସ୍ଥ ହେଲେ ସାମ୍ବାଦିକ ବିଶ୍ୱନାଥ ପାତ୍ର ଓ ତାଙ୍କ ମା। ସୁକିନ୍ଦା ଥାନା ଅନ୍ତର୍ଗତ ମୂଳଖମ୍ବ ଗ୍ରାମର ବାସିନ୍ଦା ସାମ୍ବାଦିକ ବିଶ୍ୱନାଥ ପାତ୍ର ଓ ତାଙ୍କ ମା ଗୁରୁବାର ଦିବା 1 ଘଟିକା ସମୟରେ ପାଣିକୋଇଲି ସ୍ଥିତ ଏସ୍ପି ଅଫିସ୍ ଦ୍ୱାରସ୍ଥ ହୋଇଥିବା ଦେଖିବାକୁ ମିଳିଛି। ସାମ୍ବାଦିକ ବିଶ୍ୱନାଥ ପାତ୍ରଙ୍କର ଅଭିଯୋଗ ମୁତାବକ କିଛି ସାମ୍ବାଦିକ ତାଙ୍କର ଚରିତ୍ର ସଂହାର କରିବା ସହିତ ତାଙ୍କୁ ଚାନ୍ଦା ମାଗୁଥିବା ନେଇ ସେ ତାଙ୍କର ମାଙ୍କ ସହିତ ଏସ୍ପି ଅଫିସ୍ ଦ୍ୱାରସ୍ଥ ହୋଇ ଲିଖିତ ଅଭିଯୋଗ କରିଛନ୍ତି। ସେ ଏନେଇ ଭୋକ ଉପାସରେ ଥିବା ସହିତ ଆତ୍ମହତ୍ୟା କରିପାରନ୍ତି ବୋଲି ଅଭିଯୋଗ ଦର୍ଶାଇବା ପରେ ପାଣିକୋଇଲି ପୋଲିସ ମୁଖ୍ୟାଳୟରେ ଏସ୍ପି ୟଶ ପ୍ରତାପ ଶ୍ରୀମଲଙ୍କ ସହିତ ଏକ ସ୍ୱତନ୍ତ୍ର ଟିମ୍ ତାଙ୍କର ବୟାନ ରେକର୍ଡ କରିବା ସହିତ ତାଙ୍କୁ ନିଶ୍ଚିତ ନ୍ୟାୟ ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ସାମ୍ବାଦିକ ବିଶ୍ୱନାଥ ପାତ୍ର ଓ ତାଙ୍କ ମାଙ୍କୁ ପୋଲିସ ସ୍ୱତନ୍ତ୍ର ଗାଡ଼ିରେ ତାଙ୍କୁ ତାଙ୍କର ରହୁଥିବା ବାସଗୃହରେ ସୁରକ୍ଷିତ ଛାଡ଼ି ପୋଲିସ ନିରପେକ୍ଷ ତଦନ୍ତ ଜାରି ରଖିଥିବା ଜିଲ୍ଲା ପୋଲିସ ପକ୍ଷରୁ ସୂଚନା ମିଳିଛି।